ଆସିଲା ନୂଆ ସାଲାରୀ ଷ୍ଟ୍ରକ୍ଚର। କେଉଁ କର୍ମଚାରୀଙ୍କୁ ମିଳିବ ଅଧିକ ଦରମା ଆଉ କିଏ ପାଇବେ କମ୍? ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଦେଶବ୍ୟାପୀ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥିବା ନୂଆ ଲେବର କୋଡ୍ କର୍ମଚାରୀଙ୍କ ଦରମା ଗଠନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂଆ ନିୟମ ଅନୁଯାୟୀ ଜଣେ କର୍ମଚାରୀଙ୍କ ମୂଳ ଦରମା ଏବେ ତାଙ୍କ ମୋଟ ଦରମାର ଅତି କମ୍ରେ 50% ହେବା ଆବଶ୍ୟକ। ଏହି ପରିବର୍ତ୍ତନ ପ୍ରତ୍ୟେକ କର୍ମଚାରୀଙ୍କୁ ସମାନ ଭାବରେ ପ୍ରଭାବିତ କରିବ ନାହିଁ। ଯଦିଓ ଏହା ଯୁବପିଢ଼ିଙ୍କ ପାଇଁ ଏକ ଦୀର୍ଘକାଳୀନ ଜ୍ୟାକପଟ୍, ହେଲେ ବରିଷ୍ଠ କର୍ମଚାରୀଙ୍କ ଟେକ୍ ହୋମ୍ ସାଲାରୀ ହ୍ରାସର ସମ୍ମୁଖୀନ ହୋଇପାରନ୍ତି। ତେବେ ନୂଆ 50% ନିୟମ କ'ଣ? ଏପର୍ଯ୍ୟନ୍ତ କମ୍ପାନୀଗୁଡ଼ିକ ମୂଳ ଦରମାକୁ କମ୍ ରଖିଥିଲେ ଏବଂ ଟେକ୍ ହୋମ୍ ସାଲାରୀ ନେବା ପାଇଁ ମିଳୁଥିବା ଦରମାକୁ ଅଧିକ ଦେଖାଇବା ପାଇଁ ଏଚ୍ଆର୍ଏ ବୋନସ୍ ସ୍ୱତନ୍ତ୍ର ଭତ୍ତା ବୃଦ୍ଧି କରିଥିଲେ। ଏବେ ମୂଳ ଦରମା ଯୁକ୍ତ ଡିଏ ଯୁକ୍ତ ରିଟେନିଂ ଭତ୍ତା ମୋଟ ଦରମାର 50%ରୁ କମ୍ ହେବ ନାହିଁ। ଯଦି ଆପଣଙ୍କର ଭତ୍ତା ଆପଣଙ୍କର ମୋଟ ଦରମାର 50% ଅତିକ୍ରମ କରେ, ତେବେ ଅତିରିକ୍ତ ପରିମାଣ ଆପଣଙ୍କର ମୂଳ ଦରମାରେ ଯୋଡ଼ାଯିବ। ଯେହେତୁ ପିଏଫ୍ ଏବଂ ଗ୍ରାଚ୍ୟୁଟି ଆପଣଙ୍କର ମୂଳ ଦରମା ଉପରେ ଗଣନା କରାଯାଏ, ତେଣୁ ଏହି ପାଣ୍ଠିରେ ଆପଣଙ୍କର ଅବଦାନ ବୃଦ୍ଧି ପାଇବ। ୟମଲିଜ୍ ରେକ୍ଟେକ୍ର ସିଇଓ ରିଷି ଅଗ୍ରୱାଲଙ୍କ ମତରେ ପ୍ରାରମ୍ଭିକ କ୍ୟାରିୟର କର୍ମଚାରୀମାନେ ଏହାଦ୍ୱାରା ସବୁଠାରୁ ଅଧିକ ଲାଭବାନ ହେବେ। ଅଧିକ ପିଏଫ୍ କାଟଛାଣ୍ଟ ଅର୍ଥ ହେଉଛି ସେମାନେ ଅବସର ନେବା ସମୟରେ ଏକ ବଡ଼ କର୍ପସ୍ ଗଠନ ହେବ। ଯୁବପିଢ଼ି ଦୀର୍ଘକାଳୀନ ଚକ୍ରବୃତ୍ତିରୁ ଲାଭ ପାଇବେ, ଯାହା ଏକ ଆର୍ଥିକ ଭାବରେ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବ। ତେବେ କମ୍ ମୌଳିକ ଦରମା ଥିବା କର୍ମଚାରୀଙ୍କ ଉପରେ କ'ଣ ପ୍ରଭାବ ପଡ଼ିବ? ଯେଉଁ କର୍ମଚାରୀମାନଙ୍କର ମୌଳିକ ଦରମା ବର୍ତ୍ତମାନ 50%ରୁ କମ୍, ସେମାନଙ୍କର ପିଏଫ୍ ଏବଂ ଗ୍ରାଚ୍ୟୁଟି ଆକାଉଣ୍ଟରେ ଅଧିକ ଟଙ୍କା ଜମା ହେବ। ସେମାନେ ଅବସର ସମୟରେ ଏକ ଅଧିକ ଟଙ୍କା ଲାଭ ପାଇବେ। ମଧ୍ୟମ ଏବଂ ବରିଷ୍ଠ ସ୍ତରର ପଦବୀ ଉପରେ କ'ଣ ପ୍ରଭାବ ପଡ଼ିବ? ଏହି ପଦବୀ ପାଇଁ ଦରମା ଗଠନ ଅଧିକ ମନୋନୀକରଣ ସଞ୍ଚୟ ବୃଦ୍ଧି ପାଇବ, କିନ୍ତୁ ମାସିକ ଖର୍ଚ୍ଚ ପାଇଁ ଉପଲବ୍ଧ ନଗଦ ପରିମାଣ ସାମାନ୍ୟ ହ୍ରାସ ପାଇପାରେ। ଏହା ଉଚ୍ଚ ଦରମା ପାଉଥିବା ଅଧିକାରୀଙ୍କ ଉପରେ ସର୍ବାଧିକ ପ୍ରଭାବ ପକାଇବ। ପୂର୍ବରୁ ପରିବର୍ତ୍ତନଶୀଳ ଦରମା ଏବଂ ଭତ୍ତା ସେମାନଙ୍କର ଦରମାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା। ଏବେ ମୂଳ ଦରମା ବୃଦ୍ଧି ସହିତ ପିଏଫ୍ ଏବଂ ଟିକସ କାଟ ବୃଦ୍ଧି ପାଇବ, ଯାହା ସେମାନଙ୍କର ଟେକ୍ ହୋମ୍ ସାଲାରୀ ପାଇଁ ମିଳୁଥିବା ଦରମାକୁ ଯଥେଷ୍ଟ ହ୍ରାସ କରିଦେବ। ବାଦ୍ ପଡ଼ିଥିବା କର୍ମଚାରୀଙ୍କ ପାଇଁ କ'ଣ ବିକଳ୍ପ ଅଛି? ଯେଉଁ କର୍ମଚାରୀମାନେ 15,000ରୁ ଅଧିକ ଦରମା ପାଇଥିଲେ ଏବଂ ପୂର୍ବରୁ ପିଏଫ୍ ଦ୍ୱାରା କଭର ହେଉନଥିଲେ, ସେମାନଙ୍କ ପାଖରେ ଏବେ ବି ବିକଳ୍ପ ରହିବ। ସେମାନେ ସେମାନଙ୍କର ଭବିଷ୍ୟତ ସଞ୍ଚୟ ବୃଦ୍ଧି କରିବା ପାଇଁ ଅଧିକ ଅବଦାନ ଦେବାକୁ ବାଛିପାରନ୍ତି, କିମ୍ବା ସେମାନଙ୍କର ହାତରେ ଥିବା ଦରମାକୁ ସର୍ବାଧିକ କରିବା ପାଇଁ ସର୍ବନିମ୍ନ ଅବଦାନକୁ ବାଛିପାରିବେ। ଏହି ସରକାରୀ ପଦକ୍ଷେପର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା। ମାସିକ ଦରମା ସାମାନ୍ୟ ହ୍ରାସ ପାଇପାରେ, କିନ୍ତୁ ଅବସର ସମୟରେ ମିଳୁଥିବା ଗ୍ରାଚ୍ୟୁଟି ଏବଂ ପେନ୍ସନର ପରିମାଣ ପୂର୍ବ ଅପେକ୍ଷା ଯଥେଷ୍ଟ ଅଧିକ ରହିବ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।